ଜୟ ଶ୍ରୀରାମ। ନା ଆମର ଯେଉଁ ରଥଯାତ୍ରା ହେଉଛି, ରଥଯାତ୍ରା ଯେଉଁ ଠାକୁର ଯାଉଛନ୍ତି ମାଉସୀ ଘର, ହେରା ପଞ୍ଚମୀ ଦିନ ଯେଉଁ ଲକ୍ଷ୍ମୀ ଯାଆନ୍ତି, ଏ ଗୋଟେ ପରମ୍ପରା ଅଛି। ହଁ, ସେ ରଥ ଭାଙ୍ଗିବାର କାରଣ କ'ଣ? ଗୋଟେ କଥା ହେଉଛି, ସବୁବେଳେ ଆମେ ତତ୍ତ୍ୱକୁ ଲକ୍ଷ୍ୟ କରି କହୁଛନ୍ତି। ଆଜ୍ଞା ଆଉ ଯିଏ ଲେଖିଛନ୍ତି ଯେ ସେ ବାଜପେୟୀ ଯିଏ, ଆଜ୍ଞା ସେ ବି ତତ୍ତ୍ୱବିତ ଥିଲେ, ପରମହଂସ ଥିଲେ। ତେଣୁ ସେତେବେଳେ ବିଚାରରେ ଏଇଟା ତ ମାନେ କଳିଯୁଗର କଥା ନୁହଁ, ଏଇଟା ସତ୍ୟ ଯୁଗର ଧାରା, ମାନେ ବ୍ରହ୍ମାଣ୍ଡର ଧାରାଟା ସେଇଟା। ଆଜ୍ଞା ଯେ କଳିଯୁଗରେ ଏଇଟା ହେଉଛି ତାହା ନୁହଁ, ସେ ବ୍ରହ୍ମାଣ୍ଡ ଯେଉଁ ଦିନ ସୃଷ୍ଟି ହେଲାଣି ସେ ଦିନ ସେ ଯେ ଯେତେବେଳେ ଠାକୁର ଜନ୍ମବେଦୀ ବୋଇଲେ ତାଙ୍କର ସୃଷ୍ଟି ଈଶ୍ୱର ତ ନିଜେ ସେ ଈଶ୍ୱର ଆଉ ପୁଣି ବ୍ରହ୍ମ, ତେଣୁ ଜନ୍ମବେଦୀ କହିଲେ ଈଶ୍ୱରଙ୍କ ପାଖକୁ ଯାଉଛନ୍ତି, ଯେଉଁ ଟାଣିକି ନେଉଛନ୍ତି ନବଦିନୀ ଯେଉଁ ଯାଉଛନ୍ତି ସେ ଈଶ୍ୱର ମଣ୍ଡଳକୁ ଯାଉଛନ୍ତି। ଯେ ଈଶ୍ୱର ମଣ୍ଡଳରେ ଯେଉଁ ରହିଲେ ସେଠି ତାଙ୍କର ମୁଁ ନଥିଲା। ମୁଁ ଯେତେବେଳେ ନଥିଲା ମାନେ ସତଗୁଣ ପୂର୍ଣ୍ଣ ହୋଇଯାଇଛି ନା, ରଜଗୁଣ କ୍ରିୟା ମାତ୍ର ଅଛି ଆଉ ତମଗୁଣ ଲିଙ୍ଗ ହେଇଛି। ତେଣୁ ଏ ଯେଉଁ ଅବସ୍ଥାରେ ସେ ମୁଁ ଆଉ ବ୍ୟକ୍ତିଗତ ମୁଁ ନଥିଲା। ସେ କେମିତି ଜାଣିଲେ ଲକ୍ଷ୍ମୀ କ'ଣ ଆଉ ଯେଉଁ ବଡ଼ ଦେଉଳ କ'ଣ ମୁଁ ସିଂହାସନ କ'ଣ ସେ ବୁଝୁନଥିଲେ। ସେତେବେଳେ ଦେଖିଲେ ଏଇ ଅବସ୍ଥାରେ ରହିଗଲେ 5 ଦିନ, ସେଠୁ ଲକ୍ଷ୍ମୀ ଠାକୁର ଯାଇକି ସେ ନନ୍ଦିଘୋଷ ରଥଟାକୁ ଭାଙ୍ଗିଦେଲେ। ଯେଉଁ କଥା ଅଛି ଅର୍ଥାତ୍ ସତଗୁଣର ଧ୍ୟାନଟାକୁ ସେ ଭାଙ୍ଗିଦେଲେ। ତା ଶକ୍ତି ଅଛି, ସେ କ'ଣ ଆଦିମାତା ନା ନାହିଁ, ସୁଭଦ୍ରା ଯେ ଆଦିମାତା, ସେ ତାକୁ ଇଣ୍ଟେନ୍ସନାଲି ଭାଙ୍ଗିଦେଲେ, ମାନେ ଉଦ୍ଦେଶ୍ୟମୂଳକ ରଖିକି ଭାଙ୍ଗିଦେଲେ। ଯଦି ଇଏ ଏପଟେ ରହିଯିବେ ଆଉ ସଂସାର କେମିତି କ'ଣ ଚାଲିବ? ସଂସାର ଅର୍ଥରେ ଆସିଛନ୍ତି। ହଁ, ତାଙ୍କ ସତଗୁଣର ଧ୍ୟାନଟାକୁ ସେ ଭଗ୍ନ କରିଦେଲେ। ଯେତେବେଳେ କଲେ ସେ ପୁଣି ଭାଇ ଭଉଣୀ ମନେ ପଡ଼ିଗଲେ, କ'ଣ ମନେ ପଡ଼ିଗଲା ସିଂହାସନ, ତେଣୁ ସେ ଫେରିଲେ। ହେଲା କି ଏଟା ହେଉଛି କଥା, ଯେ ଧ୍ୟାନଟାକୁ ଭାଙ୍ଗି ଦିଆଯାଏ। କିଏ ଭାଙ୍ଗନ୍ତି ନା ଆଦିମାତା। କାହିଁ ପାଇଁ ଭାଙ୍ଗନ୍ତି ନା ସଂସାରର ଲୀଳା କିଏ କରିବ, ଯେଉଁ ସଂସାରଟାକୁ କିଏ ଚଳାଇବ? ଯଦି ଈଶ୍ୱର ବ୍ରହ୍ମକୁ ପଳେଇବେ ତାହେଲେ ବ୍ରହ୍ମାଣ୍ଡଟା ନା ବ୍ରହ୍ମାଣ୍ଡଟା ତ ଲୀନ ହେଇଯିବ। ଜଗନ୍ନାଥ ଯଦି ସେଇଠି ରହିଯିବେ ଆଉ ବ୍ରହ୍ମାଣ୍ଡ ଲୀନ ହେଇଯିବ। ତେଣୁ ସେ ପୁନର୍ବାର ସେ ଆସନ୍ତି ଭାଇ ଭଉଣୀକୁ ନେଇ, ବା ବ୍ରହ୍ମା ବିଷ୍ଣୁ ମହେଶ୍ୱର ହିସାବରେ ସେ ଫେରନ୍ତି ତ୍ରିଗୁଣକୁ। ତ୍ରିଗୁଣକୁ ଆସିଲେ ପୁଣି ତାଙ୍କ ହୃଦୟ ସିଂହାସନରେ ସେ ବସନ୍ତି। ଆଉ ହେଲା ତ୍ରିଗୁଣର କଥା। ମୁଁ ଆଜି ଗୋଟେ ଭଲ କାହାଣୀ କହୁଛି। କାହାଣୀ କହିବାର କଥା ହେଉଛି, ବାର ବାର ଭ୍ରମିବା ଅପେକ୍ଷା ଗୋଟେ ସତ୍କୁ ଜାଣିବ। ଭ୍ରମ ବହୁତ ଅଛି, ଅନେଶତାଲା ଭ୍ରମ, ଏକ ହେଲା ସତ୍ୟ। ଲେଖା ହେଇଛି ସଂସାର ଏକ ଗୋଟେ ପଥ ଅଛି, ଆଉ ଅନେଶତ ହେଉଛି ଗୋଟେ ଅଲଗା ପଥ ଅଛି, ବା ଭ୍ରମିଯିବା ପଥ ଅଛି। ବର୍ତ୍ତମାନ ସେ କାହାଣୀଟି ହେଉଛି ଗୋଟେ ଛୋଟିଆ କାହାଣୀ କହୁଛି। ଯେ ଛୋଟିଆ କାହାଣୀର ଅର୍ଥ ହେଉଛି, ଯେ ଗୋଟେ ଶୁଆ ସେ ଜଙ୍ଗଲରେ ବୁଲିକି ଭଲ ଗୀତ ଗାଏ, ବହୁତ ସୁନ୍ଦର ଗୀତ ଗାଏ, ସୁନ୍ଦର କଥା କହେ। ଅନ୍ୟମାନେ କେହି ତାପରେ ବସିକି ଶୁଣନ୍ତି, ଏତେ ବଢ଼ିଆ ଗୀତ, ସୁନ୍ଦର ଭାବରେ କଥା କହେ। ଏ ଲୋକ ଭିଡ଼ କରିକି ସବୁ ଜଙ୍ଗଲରେ ଯେଉଁଠି ସେ ଗୀତ ଗାଇଲା ତାକୁ ଶୁଣନ୍ତି। ଏଟା ଗୋଟେ ନେଚର ହିସାବରେ ଭଲ ଥିଲା, ଅସୁବିଧା କିଛି ନାହିଁ, ସବୁ ଶୁଣୁଥିଲେ। କିନ୍ତୁ ଗୋଟେ ଶିକାର ଚାହିଁଲା, ମୁଁ ଯଦି ଆଣି ମୋ ଘରେ ରଖିବି କୌଣସି ଧରିକି, ତାହେଲେ ମୋ ଘରେ ବି ଟିକେଟ୍ କରି ଲୋକ ଶୁଣିବେ ଆଉ ମୁଁ ପଇସା ରୋଜଗାର କରିପାରିବି। ସେ ତାକୁ ବହୁତ ଚେଷ୍ଟା କରି ତାକୁ ଧରିଦେଲା, ଧରିକି ଆଣି ପିଞ୍ଜରାରେ ରଖିଲା। ଯେତେବେଳେ ପିଞ୍ଜରାରେ ରଖିଲା ସେ ଗୀତ ଗାଇଲାନି, ପିଞ୍ଜରାରେ କାହିଁ ଗୀତ ଗାଇବ? ସେଠୁ ସେ ତାକୁ ଦେଖିଲା, ତୁ କାହିଁ ଗୀତ ଗାଉନୁ? ନା ମୋତେ ଜଙ୍ଗଲ ଛାଡ଼ିଦେଲେ ଗୀତ ଗାଇବି, କିନ୍ତୁ ପିଞ୍ଜରାରେ ଗୀତ ଗାଇପାରିବି ନାହିଁ। ସେଠୁ ସେ କହିଲା, ମୁଁ ତ ତୋତେ ଛାଡ଼ିବିନି। କହିଲା, ନ ଛାଡ଼େ, ଗାଇବିନି, ତୁ ଯେଉଁ ଅର୍ଥରେ ଆଣୁଛୁ ସେଇଟା ବ୍ୟବହାର କରିପାରିବୁ ନାହିଁ। ସେ ତାପରେ ଶୁଆ ତାକୁ କହିଲା, ତୁ ଗୋଟେ ଦେଖେ, ତୁ ମଣିଷ ଜୀବନ ପାଇଛୁ, ମୁଁ ତୋତେ 3ଟା ଭଲ କଥା କହିବି। ପ୍ରଥମ କଥା ଯଦି ମନକୁ ଯାଏ ଦ୍ୱିତୀୟ କଥା କହିବି, ଦ୍ୱିତୀୟ କଥା ମନକୁ ଗଲେ ତୃତୀୟ କଥା କହିବି। କିନ୍ତୁ ପ୍ରଥମ କଥାରେ ମୁଁ ତ ପିଞ୍ଜରା ଭିତରେ ରହିକି ତୋତେ ଶିକ୍ଷାଟା ଦେବି। ଦ୍ୱିତୀୟ କଥା ବେଳକୁ ତୁ ମୋତେ ଛାଡ଼ିଦେବୁ, ତୋ ଚାଳ ଉପରେ ଏଇ ଛୋଟିଆ ଗଛ ଉପରେ ବସିକି ତୋତେ କହିବି। ଆଉ ତୃତୀୟ କଥାକୁ ମୁଁ ଉଡ଼ିଗଲା ବେଳେ ତୋତେ କହିଦେଇ ଯିବି, ତୋ ଜୀବନର ମୂଲ୍ୟବୋଧ ତୁ ପାଇଯିବୁ। ସେଠୁ ସେ କହିଲା, କହ। ସେଠୁ ସେ ପ୍ରଥମ କଥା କହୁଛି, ଯେ ଜୀବନରେ ଯଦି ତୁମେ ସୁଖୀ ହେବା ପାଇଁ ଚାହୁଁଛ, ତାହେଲେ ଅତୀତକୁ ତୁମେ ଭୁଲିଯାଅ। ଅତୀତକୁ ନେଇକି ଯେଉଁ ଶୋକ କରୁଛ, ତାହା ହିଁ ତୁମ ଦୁଃଖର କାରଣ।
तेणु अतीत को भूली जाओ बर्तमान को नहीं खुशी हो कथा कहला ठीक से बुझला ना ठीक अच्छे कहला द्वितीय कह कहला द्वितीय कह तो पिंजरा खोलिया पड़ो मु तो गछ पर बस से खोलदेला से गछ पर बसला तापर से कहला कहला एबे जीवन में तुम चलिया हेले प्रत्येक कथार तत्व न बुझी केबे तो ग्रहण करिवो नाही प्रत्येक कथार तार मूलटा तत्वटा को जानिकी से कथा को ग्रहण करिवो नचेत तुम भ्रमरे पड़ो कहला ठीक बार बार गोटे कथा बुझी सारे बर से कथा मानिया दरकार हठात मानिदेले आम कौन हो भूल पड़ जा ना ये कथा तो ठीक कहला आउ तृतीय कथा कहला मुझे उड़ीगला बेले ते कही सेठू कहला हूँ उड़ू तू से उड़ीला कहला आम पछे पछे से उड़ीला तो से कहला अरे सबर मो पेटरे दीटा हीरा थिला मु ते भूल भाले कि पलि आसिली कि प्रकृत में मो पेटरे दीटा हीरा थिला से मुंड बाड़ेला किए सबर हे हे भगवान मुझे छाड़दे भूल कली छाड़दे भूल कली कांदिकी ता पछरे गोड़ेला कहला जिते गोड़ेले मत आउ धरी पारिबुन मुझे जंगल छाड़ी आर जंगल पलैबी तू आउ धरी पारिबु ना से कांदिकी जो गछ बसला शुआ फेरिला आसिक बसला से डाल कहला तू कांदुच कहीं कहला तुम कहल तुम पेटे दीटा हीरा जदि हीरा दीटा होता मो 7 जन्म भी आम धनी होता से कहला कहला मुझे प्रथम ते कौन कही ना अतीत को भूली जा से कथा मानिल ना सेकेंड कथा कहली प्रत्येक कथार तत्वटा को बुझिकी ग्रहण करी ताकू भी मानिल तू जदि चिंता करतु जे तत्व दृष्टि ये आ पेटे हीरा आईला कौट गोटे शुआ पेट तो हीरा आसबनी तू तत्व दृष्टिटा देखुन मो कथार बलुचु ना ना तेणु मुझे ज्ञान दे कौन लाभ है सी कौच मो पेटे हीरा मुझा कौच मो पेटे हीरा अच्छे तो केमती विश्वास कर गोटे शुआ पेटे गोटे पक्षी पेटे हीरा कौटू है ये तो अद्भुत कथा तू ताक चिंता कहीं नक मो पचर गोड़े कांदु तेणु संसार जी कांदती जहाँ तत्व को न बुझी पारिकी कांदती मुझे कहीं कौच ना जड़े किए कही मत जहाँ कहते जे मु एकाक्षर मंत्र जानी ना आउ कहीं जानी ना आई मंत्र जानिले समस्ते बचे आ से कहीं मरवा सब आसवे मुझे पढ़ुची यदि ज्ञानी हो ज्ञानी तो कथा जे मु तो कहले फिर कहे तुम्हें कही पकाच ना अभिराम परमहंस लिखी भल कथा शुण टिके बड़ हो गले भी शुण आगे गुरु कथा बुझ गुरु का ध्यान एवं शुण कहवा प्रच्छिन्न करना ये सूत्र जो जानती गुरु शिखिव तत्व ठारू ये जो 32 अक्षर एक अक्षर सर्व ठूल जो एक अक्षर सब ठूल हो जाऊ से कहते मुझे जानी मो छड़ा कहीं जानी ना मु जानी कथा हूँ मु जानी जो मु अच्छी से एकाक्षर जानिले केमती प्रश्न हूँ मु एकाक्षर जानी ये गोटे भिन्न कथा मु नथिले एकाक्षर जानी हुए आ मु थी जे एकाक्षर कहूँ ताठर मिछुआ कहीं ना मु अच्छी फिर कहूँ फिर एकाक्षर जान लगे कथा शुण जे हाँ से लिखिले अकारे अर्धबिंदु दे जुगले भजुता रही अकारे चंद्रबिंदु दे अरे चंद्रबिंदु दब जुगले भजुता से अर्थात डाण ना पवन बाँरे पवन ना या तो जुगले भजुता से ये जुगल से अक्षरटा भजा जाए कौन ना अरे चंद्रबिंदु दे जो अक्षर है तेणु ये तो लिखिले आ तो मुझे कहीदेली एवं कर देखार कथा हूँ जो लोक आपको बा ए कथा गुरु यहाँ तो खाली पार्टी कह एटा गुरु बतेब ना ना गुरु न से कहना गुरु छड़ा ये पारे कि तेणु गुरु जदि प्रकृत जानी से जदि ता शिष्य जाए बा से गुरु पर है लक्षणटा तार कौन देखे ये सूत्र जे जानी थाए तार दुख सुख ना गला न थाई मान अपमान न थाई पाप बा पुण्य ना अद्वैत द्वैत न थाई ताहाकु गुरु बोली कही विषय असंगी अक्रोध
ଜିତେନ୍ଦ୍ରିୟ ସେ ମତି ଶୁଦ୍ଧ ହେଲା ନା ନାହିଁ। ଦୟା କ୍ଷମାରେ ନାହିଁ ଅନ୍ତ, ଅଚେତ ନୁହେଁ ସଦାଚେତ। ଚେତନା ଯେତେବେଳେ ରହିବ ସେ କେବେ ମୁଁ କହିବ ନାହିଁ। ଚେତନା ରହିକି କେମିତି ମୁଁ କହିବ, ଅଚେତ ହେଲେ ମୁଁ କହିବ ଅଜ୍ଞାନତାରେ। ନିର୍ଲୋଭୀ ଦାନୀ ଭୟ ଶୂନ୍ୟ, ରହି ଅଶୋକ କାନନ, ତାଙ୍କର ଶୋକ ନାହିଁ ଅତୀତକୁ ନେଇ। ଏତେ ଲକ୍ଷଣ ଥାଏ ରହି, ଶୁଣତୁ ମନ ନରସାଇଁ, ସେ ନିଶ୍ଚୟ ହୋଇପାରେ ଗୁରୁ, ଶିଖିବ ତତ୍ତ୍ୱ ତାଙ୍କଠାରୁ। ଏତେ ଗୁଣରେ ପୁରୀ ଥାଏ, କେବେ ସେ ଗୁରୁ ନ କହି, ସେ ନିଜକୁ କେବେ ଗୁରୁ କହିବନି ନ କହି। ଏଣୁ କହୁଛି ମନ ଶୁଣ, ଏକଇ ଗୁରୁ ନାରାୟଣ, ଏକରୁ ନ କରିବୁ ଦୁଇ, ଶୁଣତୁ ମନ ନରସାଇଁ। ଅଦ୍ୱୈତ ଭାବ ସିନାସାର, ଦ୍ୱୈତ ହେବୁ ହରବର। ବହୁ ବିଦ୍ୟା ଅନନ୍ତ ଶାସ୍ତ୍ର, ଶୁଣତୁ ମନ ନରନାଥ। ନଳିନୀ ଦଳେ ନାଳ ପରି, ଜୀବନ ରହିଛି ଯେପରି, ମୃଣାଳ ସୂତ୍ରରେ ଜୀବନଟା ରହିଛି ଯେପରି। ଏଣୁ ଅଳ୍ପ କାଳ ଜାଣ, ଏତେ ରହିଛି ବହୁ ବିଘ୍ନ। ଯେ ଯଦି ମୃଣାଳ ସୂତ୍ରରେ ଯିବ ବହୁ ବିଘ୍ନ ବି ଆସିବ। ଯେମତ ସଂସାରେ ସାର, ତାହାର ଉପାସନା କର। ନୀର କ୍ଷୀରକୁ ମିଶାଇବ, ହଂସକୁ ତହିଁ ଛାଡ଼ିଦେବ। ନୀରକୁ କ୍ଷୀରକୁ ବାଛଇ, ହଂସ ଯେପରି ଯାଏ ଖାଇ, ସେହିପରେ କ୍ଷୀର ଖାଅ, ନୀର ପଦାର୍ଥ ଛାଡ଼ିଦିଅ। ଗୁରୁ ଅପ୍ରାପ୍ତ ଥିବା ଯାଏ, ସଂସାର ସିନା ଭ୍ରମୁଥାଏ। ଗୁରୁ ଯେତେବେଳେ ମିଳିନି ସେ ସଂସାର ଭ୍ରମୁଥାଏ। ଆଉ ଗୁରୁ ହେବେ ଯଦି ପ୍ରାପ୍ତ, ସେ ହେବ ସିନା ସେ ଦେବେ ସିନା ନାମ ତତ୍ତ୍ୱ। କେବେ ବୁଝନ୍ତୁ ସେ ସେଇଆ। ଲୋକଙ୍କୁ କହିକି ଭୁଲିବା ଅପେକ୍ଷା ଆଗେ ନିଜେ ଭାବନ୍ତୁ ମୁଁ ସେଇଆ। ଯେ ଭାବୁଥିବେ ତମେ କହିଦେଉଛ ତମେ କ'ଣ ସେଇଆ, ନାଇଁ ନାଇଁ ମୁଁ ତ ମନା କରୁଛି ମୁଁ ସେଇଆ ନୁହଁ। କଥା ହେଉଛି ଯେ ଇଏ ହେଲେ ଗୁରୁ। ଗୁକାର ଗୁଣାତୀତ ରୁକାର ରୂପବର୍ଦ୍ଧିତ, ରୂପ ଗୁଣ ବିହୀନ ସେ ତଦ୍ଭି ଗୁରୁ ଲକ୍ଷଣ ବା ଶୂନ୍ୟ ମହାଶୂନ୍ୟ ବା ନିରାକାର ବ୍ରହ୍ମ ଯାହା କହିପାରିବ। ତେଣୁ ତମେ ସେଇଆ କି ତମ ପାଖରେ ତାକୁ ବଞ୍ଚେଇ ପାରିବ କି ଲୋକଙ୍କୁ? ଯଦି ବଞ୍ଚେଇବ ତାହେଲେ ଆମେ ଏବେ 100 ଲୋକ ଯିବେ, ତା ଭିତରୁ ଗୋଟେ ତାର ଗାଡ଼ିଆକୁ ଡେଇଁବ କି ମରିବ, ତମେ ବଞ୍ଚେଇ ଦେବ। ଇଏ ଭୁଲ କଥା। ଇଏ ଗୋଟେ ମୁକ୍ତିର ମାର୍ଗ। ଯଦି କିଏ କରେ ସେ ମୁକ୍ତି ହେଇଯିବ ବା ତାର ଜୀବନ କେମିତି ମୁକ୍ତି ହେବ, ତା ବ୍ୟକ୍ତିଗତ ଜୀବନରେ ତାର ମୁକ୍ତିର ଧାରା ଥାଏ। ଯେତେବେଳେ ତାର କିଛି ନାହିଁ ସେ ମୁକ୍ତି ହେବ, କିଛି ଅଛି ତ ମୁକ୍ତି ଆଉ କେମିତି ହେବ? ସୂତ୍ର ଜାଣିଥାଉ, ଆଉ ଥରେ ଆସିବାକୁ ପଡ଼ିବ। ତେଣୁ ଏଭଳି ଭୁଲ କଥା ସବୁ କହୁଛନ୍ତି, କାରଣ ସେ ତତ୍ତ୍ୱଟାକୁ ନ ଜାଣି ଲୋକ ବି ଶୁଣୁଛନ୍ତି। ଆଉ ଯିଏ ତତ୍ତ୍ୱ କହୁଛି ତା କଥା ବିଲକୁଲ କେହି ବି ଶୁଣୁନାହାନ୍ତି। ସେ କଥା ହେଉଛି କଥା ବହୁତ ନା, ସେ ବାଟ ତ ମନା କଲେ ସେ ବହୁ ବିଘ୍ନ ଆସିବ। ଆଉ ଏଇଟା ହେଲା ଜୀବନର ମୂଲ୍ୟବୋଧ। ତେଣୁ ଯଦି ଯିଏ ଜାଣିଛନ୍ତି ସେ ତାଙ୍କର ମାନେ ଜୀବନରୁ ମୁକ୍ତି ହେଇଯାଉଛନ୍ତି, ତାଙ୍କ ଜୀବନଧାରା ବଦଳି ଯାଉଛି, ତାଙ୍କର ତୋର ମୋର ରହୁନି, ଆଉ କିଛି ବି ଆଶା ରହୁନି, ସେମାନେ ଚାଲି ଯାଉଛନ୍ତି। ଆଉ କ'ଣ ତାର ପୁଳେ ଧନ ପାଇବାର ଆଶା ଅଛି, ପୁଅ ଧନ, ସେ ଯିବ କେମିତି? ରଖ। ଜୟ ଶ୍ରୀରାମ। ଜୟ ଶ୍ରୀରାମ।